ଗଳ୍ପଟିର ବିଶେଷ ଶୀର୍ଷକ କୋଲପ ଉପରେ ତାଲା। ସେଦିନ ଶାଶୁ ବୋହୂ ବାସି ବିଛଣାରୁ ଉଠୁ ଉଠୁ ବହେ ଝଗଡ଼ା ଲାଗିଗଲେ। ମାଇପେ ଦୁଇଟା ଝଗଡ଼ା ଲାଗିଲେ। ବେଳ କାଳ କ'ଣ ମାଲୁମ ପଡ଼େ କି ତାଙ୍କୁ? ଏ ତ ସହଜେ ଶାଶୁ ବୋହୂ। ଶାଶୁର ପଦରେ ବୋହୂର 2 ପଦ, ବୋହୂର 2 ପଦରେ ଶାଶୁର 5 ପଦ। ମଲା, ଶାଶୁ କୁହନ୍ତା ନାହିଁ କି? ଯେତେ ଯାହା ହେଲେ ବି ଶାଶୁ ସବୁଥିରେ ବୋହୂଠୁ ଆଗୁଆ ନା ନାହିଁ? ତାଠାରୁ ଜନ୍ମ ହେଇକି ତାକୁ ବଳିଯିବ ଭାବିଛି, ଆଉ କ'ଣ ନା। ଏମିତି ଝଗଡ଼ା ଲାଗୁ ଲାଗୁ କେତେବେଳେ ଆସି ସୂର୍ଯ୍ୟ ଦେବତା ମୁଣ୍ଡ ଉପରକୁ ଉଠିଗଲେଣି। କଳିହୁଡ଼ି ଶାଶୁ ବୋହୂ ଦୁହେଁ ଜାଣିପାରିଲେ ନାହିଁ। ଏହା ଭିତରେ ମୁଢ଼ି ବେପାରୀ ନିଧିଆ, ରାଢ଼ିଆଣୀ ସପନୀ ବୋଉ, ନାଗୁଆ ଯେତକ ଦାଣ୍ଡ ଦୁଆରେ ଗୋଡ଼ ଭାଙ୍ଗି ଠିଆ ହେଇ ହେଇ ଶେଷରେ ମୁହଁ ଭଣ ଭଣ କରି ଆଗ ପଛ ଫେରିଗଲେ। ଏ ଦୁହିଁକ ଝଟାପଟା ସରିଲେ ତ। ବୋଝାଏ ରଢ଼ା ରଢ଼ି ପରେ ଶାଶୁ ବୋହୂଙ୍କ ତଣ୍ଟି ଶୁଖିଗଲା। ଭୋକ ବି ଲାଗିଲା। ବୋହୂ ତାର କବାଟ କିଳି ଶୋଇବା ଘରେ ଯାଇ ପଶିଲା। ଶାଶୁ ଭାବିଲା, ଏ ବୋହୂ ତ ଆଉ ରନ୍ଧାରନ୍ଧି କରିବ ନାହିଁ। ତେଣୁ ସେପଟ ସାହି ନାରଣ ଭାରିଜା ସୁଲେଇ, ଯାହାକୁ ସେ ଛୁଆବେଳୁ ବଉଳ ଡାକେ, ତା ଘରକୁ ବାହାରିଗଲା ପଖାଳ ତୋରାଣୀ ମାଗି। ବୋହୂ ଦେଖିଲା ଶାଶୁ ବୁଢ଼ୀ କ'ଣ ସେପଟ ସାହିକି ଚାଲିଗଲାଣି। ଚୁପକିନା ହାଣ୍ଡିଶାଳକୁ ଯାଇ ପଖାଳ ସାଙ୍ଗରେ ଲୁଣି ଶୁଖୁଆ, ଆଳୁ କି ସାରୁ ଗୋଟାଏ ପୋଡ଼ା ଛେଚା କରି ସେ ସବା ଖାଇ ବିଲେଇ ଭୟରେ କବାଟ କଣ୍ଟା ଦେଇ ଲୁଗା ଗଣ୍ଠିଲି ଧରି ନଦୀକୁ ବାହାରିଗଲା। ତେଣେ ମାଗି ଖାଇ ଶାଶୁର ବେଳା ଖରାପ ଜାଣ। ନାରଣ ଭାରିଜା ତା ଉଦଣ୍ଡି ବୋହୂ ଡରେ ବୁଢ଼ୀକୁ ପଖାଳ ତୋରାଣୀ ନ ଦେବାରୁ ସେଠୁ ରବେଇ ଖବେଇ ହେଇ ଘରକୁ ଫେରି ଆସିଲା। ଝାଇଁ ଝାଇଁ ଖରା ସାଙ୍ଗକୁ ଖାଲି ପେଟ। ବୁଢ଼ୀର ତଣ୍ଟି ଶୁଖି ଅଠା ଧରିଲାଣି। ଚରିକି ଭଳିଆ ମୁଣ୍ଡ ବି ବୁଲେଇ ଦେଲାଣି। ଆକୁ ତାକୁ ଧରି ଉଠି ପଡ଼ି ସେ ଘରେ ପହଞ୍ଚିଗଲା ସିନା, ମନେ ମନେ କିନ୍ତୁ ବୋହୂର ବୋପା ଭାଇ ସହ ତା ସପ୍ତପୁରୁଷକୁ ଶୋଧି ପକାଉଥାଏ। ବୁଢ଼ୀ ତା ଦାଣ୍ଡ ଅଲଙ୍ଗରେ ପଶୁ ପଶୁ ଏକ ସୁଆଦିଆ ବାସନା ତା ନାକରେ ବାଜିଗଲା। ଆଲୋ ଆଲୋ, ଏ କି ଖୁସି ବିକିଲୋ! ଏ କାହା ଘରୁ ବା? ଆଲୋ, ସତେ ତ ମୋରି ହାଣ୍ଡିଶାଳରୁ। ଆହା, ପଖାଳ ସାଙ୍ଗରେ ପୋଡ଼ା ଛେଚା, ପୁଣି ଲୁଣି ଶୁଖୁଆ କି ବାଗରେ ବଢ଼ା ହେଇ ଥୁଆ ହେଇଛି। ବୁଢ଼ୀକି ତୁଚ୍ଛାଟାରେ କୋଟିନିଧି ମିଳିଗଲା ଜାଣ। ବୁଢ଼ୀ ଛଅଟ କଂସାଏ ପଖାଳ ଉଦରସ୍ଥ କରିବା ପରେ ଆଚ୍ଛା ଢକାରଟିଏ ମାରିଲା। କ'ଣ ଭାବିଲା କେଜାଣି, ବାସନ କୁସନ ସବୁ କୂଅ ମୂଳେ ଗଦେଇ ଦେଲା, ଆଉ ହାଣ୍ଡିଶାଳରେ ଗୋଟେ କୋଲପ ମାରିଦେଇ କାନିରେ ଚାବିକାଠିକୁ କଷିକି ବାନ୍ଧିକି ପୁଣି ଚାଲିଗଲା ପଡ଼ୋଶିନୀ ହେମବୋଉ ଘର ଆଡ଼େ ପାଲି ପକେଇବାକୁ। ଆଲୋ, ସତେ ତ! ଦେଖୁଛ ନା ଏ ବଦମାସି ବୁଢ଼ୀକି ମାଗଣାରେ ବାନା ବାନ୍ଧି କଳିଘୁଡ଼ି କୁହନ୍ତି ଏ 5 ଖଣ୍ଡ ଗାଁରେ। ବୋହୂ ଆଜି କିନ୍ତୁ ଗାଁ ମାଇପି ମେଳରେ ନ ଗପି ସଅଳ ସଅଳ ଗାଧୋଇ ପାଧୋଇ ପଖାଳ ଶୁଖୁଆ ଖାଇବା ଲୋଭରେ ଡଗ ଡଗ ପାଦ ଉଠାଇ ଫେରି ଆସିଲା। ସେତେବେଳକୁ ଭୋକରେ ତାର ହଂସା ଉଡ଼ିଗଲାଣି। ଯେନ ତେନ ଚଉରା ମୂଳରେ ପାଣି ଢାଳେ ଟେକି ଦେଇ ଏକ ଖେପାକେ ଆସି ହାଣ୍ଡିଶାଳ ଦୁଆର ମୁହଁରେ ହାଜର। ସେଠି ଯାହା ସେ ଦେଖିଲା, ତାର ହଲପ ଶୁଖିଗଲା ଜାଣ। ଏ ମାଲୋ, ଆଲୋ, ହାଣ୍ଡିଶାଳରେ କୋଲପ ଗୋଟାଏ କିଏ ମାରିଦେଇଗଲା? ଆଗେ ବୁଢ଼ୀ ଚାଳିଆକୁ ଦୌଡ଼ିକି ଯାଇ ଦେଖିଲା ବେଳକୁ ବୁଢ଼ୀ ତ ନାହିଁ, ଆଉ ଶ୍ୱଶୁର ବୁଢ଼ା କୋଉ କାଳରୁ ସରଗପୁରରେ। ତା ଗେରସ୍ତ ନବଘନ ମୂଲ ନାଗି ଯାଇଛି ଯେ ଯାଇଛି, ଏଯାଏ ଫେରିନି। ହେଲେ କୋଲପ ମାରିଲା କିଏ? କାଇଁ, ଏ ଘରକୁ ଆସିଲା ଦିନଠୁ ତ ଏମିତି ଘଟଣା କେବେ ଘଟି ନଥିଲା। ପୁଣି କ'ଣ ଭାବିଲା କେଜାଣି, ହାଣ୍ଡିଶାଳ ଝଲକା ଦେଇ ଯାହା ସେ ଦେଖିଲା, ଦୌଡ଼ିଲା ସେ କୂଅ ମୂଳକୁ। କୂଅ ମୂଳେ ଗଦାଏ ଅଇଁଠା ବାସନ ଦେଖି ବୋହୂର ଗୋଡ଼ ରକ୍ତ ମୁଣ୍ଡକୁ ଚଢ଼ିଗଲା। ଆଚ୍ଛା, ସବୁ ସେଇ ପୋଡ଼ା ମୁହିଁ ବୁଢ଼ୀର ଫନ୍ଦି ଫିକର। ସିଆଣୀ ବୋହୂ ସବୁ ଭଲ ଭାବେ ବୁଝିଗଲା। ଭୋକରେ ବୋହୂଟିର ପେଟ ରନ୍ଥି ବିଦାରି ହେଲାଣି। ଅଇ ବି ଉଠିଲାଣି। କ'ଣ କରିବ, କୁଆଡ଼େ ଯିବ ସେ?
ହଠାତ୍ ସେ ଦୌଡ଼ିଗଲା ତା ଶୋଇବା ଘର ଢାବଳ ପାଖକୁ। ଶୋଇବା ଘର ଢାବଳ ଭିତରେ ଏ ଚୋରଣୀ ବୁଢ଼ୀକୁ ଲୁଚାଇ ରଖିଥିବା କିଛି ମୁଢ଼ି ମୁଆଁରୁ ପୋଷେ ପାଟିରେ ଚୋବେଇ ଦେଇ ପାଣି ଢାଳେ ପିଇ ଚଟେଇଟିଏ ପାରି ଗଡ଼ୁ ଗଡ଼ୁ ବୋହୂର ତା ବୋଉ କଥା ଆଜି ଭାରି ମନେ ପଡ଼ିଲା। ଏ କୁନି ବା, ତୁ କଳିହୁଡ଼ି ପଘା ଛିଣ୍ଡେଇ ଶାଶୁର କି ଭରସା ଲୋ। ଚୁଡ଼ା ଭୁଜା ଭଲ ମନ୍ଦ ଏଇ ଢାବଳ ଭିତରେ ଲୁଚେଇ ରଖିବୁ ହେଲା। ଆଲୋ ଦରକାର ବେଳେ କାମରେ ଆସିବ, ବୁଝିଲୁ ନା। ସେତେବେଳେ ସେ ବୋଉ କଥା ଶୁଣି ବଡ଼ ବିରକ୍ତିଟାଇ ହୋଇଥିଲା। ଆଜି ତାର ସେଇ କଥା ଭାବି ଆଖି କୋଣରୁ ଲୁହ 2 ଟୋପା ଝଡ଼ି ପଡ଼ିଲା। ତା ଗେରସ୍ତ ନବଘନ କେଉଁଠି ଅଛି କେଜାଣି। ତାର କ'ଣ ତା କଥା ଟିକେ ବି ମନେ ପଡ଼ୁନି? ତା ମାଆର ସ୍ୱଭାବ ସେ କ'ଣ ଜାଣିନି କି? ତଥାପି ନୂଆ ଭୁଆ ଶୁଣିଟାକୁ ଏକା ଛାଡ଼ି ଦେଇ ଯାଇଛି ଯେ ଯାଇଛି। ଛାତିର କୋହ ନା ପେଟର ଭୋକ, କାହାକୁ ସେ ଶାନ୍ତ କରିବ? କାହା କଥା ଆଗ ବୁଝିବ ଯେ? ବୋହୂ ଦେଖିଲା ଫିସାଦିଆଣୀ ଶାଶୁ ତାର ନୀତି ଗୋଟେ ଫିସାଦ କରୁଛି କ'ଣ ନା, ସକାଳୁ ହାଣ୍ଡିଶାଳ କୋଲପ ଖୋଲି ଦେଉଛି, ରନ୍ଧା ବଢ଼ା ସାରି ବୋହୂ ନଈକି ଗଲା ବେଳକୁ ନିଜେ ଖାଇ କୋଲପ କଣ୍ଟା ମାରି ଦେଉଛି। ବୋହୂ ବିଚାରୀ ତାର ଚୁଡ଼ା କି ଭୁଜା ମୁଠେ ଖାଇ ଦିନ କାଟୁଛି। ହେଲେ ଭାତ 2 ମୁଠା ପେଟକୁ ନ ଗଲେ କେତେ ଆଉ ଏଭଳିଆ ଦିନ ଚାଲିବ? ରୋଷେଇ ସାରି ଢାବଳରେ ରଖି ହୁଅନ୍ତା ଯେ। ଛିଲୋ, ଏକି ଖାଇବା ଏ ତ ହିନିମାନିଆ ଜୀବନ। ପୁଣି ଗାଁରେ ଗୋଟାଏ ଇଜ୍ଜତ ମହତ ଅଛି ନା ନାହିଁ? ତା ଗେରସ୍ତ ନବଘନ ଅଇଲେ କ'ଣ ଯେ ସେ ଭାବିବ? ବୋହୂଟିର ଝାଉଁଳା ବଦନ ଦେଖି ଗାଁ ତୁଠରେ ମାଇପି ବାରେ ଅନେକ କଥା ଗୁରେଇ ତୁରେଇ ପଚାରିଲେଣି। ବୋହୂ ଭାବିଲା, ନା କିଛି ଗୋଟେ ଉପାୟ କରିବାକୁ ହେବ। ଏମିତିକା ଉତୁପାତିଆ ବୁଢ଼ୀକି ପାନେ ମଜା ଚଖେଇବା ସୁଯୋଗରେ ବୋହୂ ଉଣ୍ଡିକି ବସିଥାଏ, କିନ୍ତୁ କିଛି ବୁଦ୍ଧି ତା ମଗଜରେ ଜୁଟୁ ନଥିଲା। ଦିନେ ସେଇ ଗାଁକୁ କୁଆଡ଼ୁ ଆସି ଖୁରାପାତିଆ ଲୋକଟିଏ ସେଠି କିଛି ଦିନ ଆପଣା ଡେରା ପକାଇଲା। ଗାଁ ସରିକି ଲୋକେ କୁହାକୁହି ହେଲେ, ଆରେ ବାବୁ, ଭାରି ପାରିବାର ମଣିଷଟା। ସାରା ଭାରତ ଭ୍ରମଣ କରି ଆସିଛିଟି। ରକମ ଲୋକଙ୍କ ସହ ବସା ଉଠା କରିଛି। ଛୋଟିଆ ଲୋକ ଜମାରୁ ନୁହେଁ। ସବୁ କୋଲପର ଚାବି ତା ମଗଜରେ ରହିଛି ମ। ତେଣୁ ଗାଁ ଲୋକେ ନିଜ ନିଜର ଅସୁବିଧା ନେଇ ଲୋକଟି ପାଖରେ ଧାଡ଼ି ବାନ୍ଧିଲେ। ମାଇପେ ମହଲରେ ଏ କଥା ବୋହୂଟି ଶୁଣିଲା ପରେ ଭାବିଲା, ଏ ଲାଜରା କଥା ଗାଁରେ ଆଉ କାହାକୁ କହିବି? ଖୁଣ୍ଟା ଦେବେ ଯାହା। ଛିଲୋ, କ'ଣ ଭାବିଲା କେଜାଣି? ସେଇ ଖୁରାପାତି ଲୋକଟିକୁ ଦେଖା କରି ସବୁ କଥା ଏକା ନିଶ୍ୱାସରେ କହି ପକାଇଲା। ଏମିତିରେ ତ ଲୋକ ଜଣକ ଭାରି ଚାଲାକ, ଭାରି ଚତୁର। ସବୁ ରୋଗର ସେ ବୈଦ ଜାଣ। ଚତୁର ଲୋକଟି ଶାଶୁର ଖଳ ବୁଦ୍ଧିଟାକୁ ଝଟ କରି ଧରି ପକାଇଲା। ମନେ ମନେ ଭାବିଲା, କେତେ ବଦମାସିଆଙ୍କୁ ସେ ଉଠ ବସ କରାଇ ବାଟକୁ ଆଣିଛି। ତେଢ଼ାଙ୍କୁ ସିଧା କରି ଘର କଳିକୁ ନିମିଷକେ ଛୁ ମତର କରିଛି। ଦୁଃ, ଇଏ ଗୋଟିଏ କି ସମସ୍ୟା ବା ତା ଆଗରେ? ସେଠୁ ଲୋକଟି ବୋହୂ କାନରେ କ'ଣ ଗୋଟାଏ ଫିସ୍ କରି ସମାଧାନର ମନ୍ତ୍ରଟିଏ ଫୁଙ୍କିଦେଲା। ମନ୍ତ୍ର ଶୁଣି ବୋହୂର ଝାଉଳା ମୁହଁଟି ହଠାତ୍ ଉଜ୍ଜଳ ଦିଶିଲା। ସେ ଏକମୁହାଁ ହୋଇ ଘରକୁ ଫେରିଆସିଲା। ଲୋକଟି କହିବା ଅନୁସାରେ ବୋହୂଟି ଆରଦିନ ରୋଷେଇବାସ ସାରି ଶାଶୁର ଝୁଲୁଥିବା କୋଲପ ଉପରେ ଆଉ ଗୋଟିଏ ବଡ଼ ତାଲାଟିଏ ଠୁଙ୍କି ଦେଇ ଲୁଗାପଟା ଧରି ନଦୀକୁ ବାହାରିଗଲା ସିନା ଶାଶୁ ପାଇଁ, କିନ୍ତୁ ପ୍ରକୃତରେ ଓଳି ତଳେ ବୋହୂଟି ଯାଇ ଲୁଚି ବସିଲା। ଶାଶୁ ତ ବୋହୂର ଯିବା ବାଟକୁ ଚାହିଁ ବସିଥିଲା। ଝଟ ଆସି ଦେଖିଲା ବେଳକୁ ହାଣ୍ଡିଶାଳ ଘରେ କ'ଣ ଏତେ ବଡ଼ ତାଲା, ମାନେ କୋଲପ ଉପରେ ତାଲା। ହାୟ, ବୁଢ଼ୀ କୁଆଡ଼େ ଯିବ, କ'ଣ କରିବ? ଭୋକରେ ଆଉଟି ପାଉଟି ହେଲାଣି ସେତେବେଳକୁ। ବୋହୂକୁ ତା ବୋପା ଭାଇ 14 ପୁରୁଷ ନାଁ ନେଇ 1000 ସମ୍ପାସମ୍ପି କରି ଶାଶୁର ପାଟି ଅଠା ଧରିଲାଣି। ତାକୁ ଆଉ କିଛି ବୁଦ୍ଧିବାଟ ଦିଶିଲା ନାହିଁ।
ଲାଜରେ ଆଉ କାହାକୁ ଡାକି ପାରୁଥାଏ ନା ବଉଳ ରତନୀ ଘରକୁ ଯାଇପାରୁଥାଏ। ଭଲ ହରଡ଼ଘଣାରେ ବଦମାସି ବୁଢ଼ୀ ପଡ଼ିଲା। କ'ଣ କରିବ କୁହ? ଭୋକର କରାମତି ମର୍ମେ ମର୍ମେ ଅନୁଭବ କରୁଥାଏ, ଆଉ ଅଗଣାରେ ଖଣ୍ଡେ ମସିଣା ପାରି ଖାଲି ଗଡ଼ି ଯାଉଥାଏ ଗୋଟାଳି ଭଳିଆ। ନିଜର ଭୁଲ ବୁଝିପାରି ବାହୁନା ବାହୁନି ଆରମ୍ଭ କରିଦେଲା ଶାଶୁ ବୁଢ଼ୀ। ଠିକ୍ ସେହି ସମୟରେ ଦାଣ୍ଡ ଆଡ଼େ ଚକୁରିଆ ପଣ୍ଡାଟିଏ ତା କେନ୍ଦରା ବଜାଇ ଗାଇ ଗାଇ ଯାଉଥାଏ। ରାମ ନାମରେ କୁମର ଭଜୁ କି ରାମ ନାମ ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧିଲେ। ବୁଢ଼ୀ ମଣିଷର ଏପରି ଅବସ୍ଥା ବୋହୂ ଆଉ ସହ୍ୟ କରି ନ ପାରି ଓଳି ତଳୁ ବାହାରି ଆସିଲା। ରୋଷେଇ ଘର ତାଲା ଫିଟାଇ 2 ଥାଳିଏ ଭାତ ବାଢ଼ିକି ଶାଶୁକୁ ହାତ ଧରି ଖାଇବାକୁ ଡାକିଲା। ଶାଶୁ ତ ଖାଲି ବୋହୂକୁ ଧରି ଭେଁ ଭେଁ ଭେମା ରଢ଼ି ଛାଡ଼ି ତା ଭୁଲ ସ୍ୱୀକାର କଲା। ସେଇଦିନୁ ଗାଁ ଲୋକେ ଆଉ ଶାଶୁ ବୋହୂଙ୍କର ପାଟିଗୋଳ ଗଣ୍ଡଗୋଳ ଶୁଣିବାକୁ ପାଇଲେ ନାହିଁ। କଥାଟିଏ ତ ନିଶ୍ଚୟ ଶୁଣିଥିବ, ଯେମିତି ଦିଅଁକୁ ସେମିତି ପୂଜା, ବାଲି ଗରଡ଼ାକୁ ଚାଉଳ ଭଜା। ସମାପ୍ତ।